ପ୍ରଧାନମନ୍ତ୍ରୀ ଧନଧାନ୍ୟ କୃଷି ଯୋଜନାକୁ ଗତକାଲି କ୍ୟାବିନେଟ୍ରେ ଅନୁମୋଦନ ମିଳିବା ପରେ କୃଷକମାନେ ଏହି ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି। ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି କୃଷିର ଉତ୍ପାଦକତା ବୃଦ୍ଧି, ଫସଲ ବିବିଧତା ଏବଂ ସ୍ଥାୟୀ କୃଷି ପଦ୍ଧତିକୁ ଅଗ୍ରାଧିକାର ପ୍ରଦାନ। ଏହି ଯୋଜନା 2025-26 ଆର୍ଥିକ ବର୍ଷଠାରୁ ଆସନ୍ତା 6 ବର୍ଷ ପାଇଁ କାର୍ଯ୍ୟକାରୀ ହେବ। ଶୁଣନ୍ତୁ ଏ ସମ୍ପର୍କରେ ଏକ ରିପୋର୍ଟ। କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ଧନଧାନ୍ୟ କୃଷି ଯୋଜନାକୁ ମଞ୍ଜୁରୀ ଦେବା ପରେ ରାୟଗଡ଼ା ଜିଲ୍ଲାର ଚାଷୀମାନେ ଖୁସି ବ୍ୟକ୍ତ କରିଛନ୍ତି। ଏହି ନିଷ୍ପତ୍ତିକୁ ଚାଷୀମାନେ ସ୍ୱାଗତ କରିବା ସହ ପଞ୍ଚାୟତ ଏବଂ ବ୍ଲକ ସ୍ତରରେ ଅମଳ ପରବର୍ତ୍ତୀ ସଂରକ୍ଷଣ ବ୍ୟବସ୍ଥା, ଜଳସେଚନ ସୁବିଧା, ଦୀର୍ଘକାଳୀନ ଏବଂ ସ୍ୱଳ୍ପକାଳୀନ ଋଣ ସହଜରେ ଉପଲବ୍ଧତା ନେଇ ଆନନ୍ଦ ପ୍ରକାଶ କରିଛନ୍ତି। ସେହିଭଳି କଳାହାଣ୍ଡି ଜିଲ୍ଲାର ଚାଷୀମାନେ ମଧ୍ୟ ଏହି ନିଷ୍ପତ୍ତି ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି। ଏ ସମ୍ପର୍କରେ ଚାଷୀ ପରମାନନ୍ଦ ରଣା କହିଛନ୍ତି, କାଲି କ୍ୟାବିନେଟ୍ ନିଷ୍ପତ୍ତି ହେଇଛି ପ୍ରଧାନମନ୍ତ୍ରୀ ଧନଧାନ୍ୟ ଯୋଜନା ବିଷୟରେ ବହୁତ ସ୍ୱାଗତ ଯୋଗ୍ୟ। ମୁଁ ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିକୁ ଅଶେଷ ଧନ୍ୟବାଦ ଦେବି, ଯାହାଦ୍ୱାରା କି ଆମ ଚାଷୀକୁଲ ଉପକୃତ ହେବ ବୋଲି ମୋର ଆଶା ଓ ଭରସା ଅଛି। ପ୍ରଧାନମନ୍ତ୍ରୀ ଧନଧାନ୍ୟ କୃଷି ଯୋଜନାରେ ଦେଶର 100ଟି ଜିଲ୍ଲାକୁ ସାମିଲ କରାଯିବ। ଏହା 36ଟି ପ୍ରଚଳିତ ଯୋଜନାର ସମନ୍ୱୟରେ କାର୍ଯ୍ୟକାରୀ କରାଯିବ। ଯୋଜନାକୁ ଲାଗୁ କରିବା ପାଇଁ ଜିଲ୍ଲା, ରାଜ୍ୟ ଓ ଜାତୀୟ ସ୍ତରରେ କମିଟି ଗଠନ କରାଯିବ। ଏହି କମିଟିଗୁଡ଼ିକ ପ୍ରଭାବୀ ଯୋଜନା ପ୍ରସ୍ତୁତି, କାର୍ଯ୍ୟକାରିତା ଓ ତଦାରଖ ପ୍ରତି ଧ୍ୟାନ ଦେବେ। ଏହା ବ୍ୟତୀତ ପ୍ରତ୍ୟେକ ଜିଲ୍ଲା ପାଇଁ ନିଯୁକ୍ତ ନୋଡାଲ ଅଧିକାରୀମାନେ ନିୟମିତ ଯୋଜନାର ସମୀକ୍ଷା କରିବେ। ଏହି ଯୋଜନା ଦ୍ୱାରା ଉତ୍ପାଦନ ବୃଦ୍ଧି ପାଇବା ସହ ଆତ୍ମନିର୍ଭରଶୀଳ ଭାରତ ଗଠନ ଦିଗରେ ସହାୟକ ହେବ ବୋଲି ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି। ଆକାଶବାଣୀ କଟକ ସମ୍ବାଦ ବିଭାଗ ପକ୍ଷରୁ ମୁଁ ଉଦୟନାଥ ସ୍ୱାଇଁ।